ଆମମାନଙ୍କ ହୃଦୟ ମନ ପ୍ରାଣକୁ ତାହା ଯେମିତି ସ୍ପର୍ଶ କରିବ ଯୀଶୁଙ୍କ ନାମରେ ମାଗିଲେ ଶୁଣ ଗ୍ରହଣ କର ଆମେ ଆମର ପାଖରେ ବିଶ୍ୱାସ କରୁଛି ବାଇବଲ ଅଛି ସମସ୍ତେ ଆମେ ବାହାର କରିବା ଯାକୁବ 1 ପର୍ବର 9 ପଦ ଟିକେ ମୋ ପାଇଁ ଟିକେ ପଢେ ମିନା ଟିକେ ପଢିଦିଅ ଯାକୁବ 1 ପର୍ବର 9 ପଦ ଆଜ୍ଞା। ଦିନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ। ଏଠି କେଜାଣି କିଛି ଅଲଗା ଲେଖା ହେଇଥିବ ଅନ୍ୟ ଆଚ୍ଛା ଦେଖ 2 ପର୍ବ 9 ପଦ ଦେବେ ଦେଖିଲ ହଁ ପାଇଁ ତତ୍ପର ପର୍ବରେ ଅଛି ବୋଧେ ମୁଁ ପଢ଼ି ଦେଉଛି। ହେ ମୋହର ପ୍ରିୟ ଭାଇମାନେ ତୁମ୍ଭେମାନେ ଏହା ଜ୍ଞାତ ଅଛ ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର କହିବାରେ ପୁଣି ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ। ଆମେନ୍। ଆର ଅର୍ଥ କଣ? ଶୁଣିବାରେ ତତ୍ପର ମାନେ ସବୁବେଳେ ଶୁଣିବା ପାଇଁ ଆମମାନେ ତତ୍ପର ରହିବା କିନ୍ତୁ କିଛି କହିବା ପୂର୍ବରୁ ଚିନ୍ତା କରିକି ହିଁ କହିବା କଥା। ଆମେ ତ ଶୁଣୁ ସବୁ ବିଷୟ କହିବା ସମୟରେ ଏମିତି ତରତର ହେଇ କହିବା କଥା ନୁହଁ। ଶୁଣିବା ବେଶୀ ଏଇ ତ ହଁ ହଁ ଏଇଟା ଗୋଟେ ମାନେ ଆଉ କଣ ମାନେ ହେଇପାରେ? ଏବେ ମୁଁ ଗୋଟେ ଉପଦେଶ ଦେବି ତା ମାନେ କଣ ସେ ଉପଦେଶଟା ମୁଁ ପାଳନ କରିଛି ବୋଲିକା ତ ମୁଁ ଅନ୍ୟମାନଙ୍କୁ ସେଟା ଦଉଛି ଉପଦେଶ ଯେ ତମାନେ ବି ମଧ୍ୟ ପାଳନ କର। ତ ସେଇ ହିସାବରୁ ବର୍ତ୍ତମାନ ଦେଖିଲେ ଆର ଦ୍ୱିତୀୟ ମାନେ କଣ? ଉପଦେଶ ଶୁଣିବା ପାଇଁ କୁହାହେଇଛି। ନାଇଁ ସେଟା ତ ଗୋଟେ ମାନେ ହେଇଗଲା ସରିଗଲା ଷ୍ଟ୍ରେଟ ମାନେ। ଏବେ ବାକ୍ୟଟା ଲେଖିଛି କି ପବିତ୍ର ଆତ୍ମା ସେ ଯାକୁବ ଲେଖନ୍ତୁ ବା ଯିଏ ଲେଖନ୍ତୁ ପବିତ୍ର ଆତ୍ମାଙ୍କର ଲେଖା ଏଇଟା। ତ ପବିତ୍ର ଆତ୍ମା ଚାହାନ୍ତି ତାଙ୍କର ଗୁଣାବଳୀ ଆମେ ତାଙ୍କୁ ଅନୁସରଣ କରିବା ବା ତାଙ୍କୁ ଆମେ ସେ ଗୁଣ ଗୁଡାକ ଆମେ ଫଲୋ କରିବା। ତ ପବିତ୍ର ଆତ୍ମାଙ୍କର ଗୁଣ ଏଠୁ କଣ ଆମେ ଜାଣିପାରୁଛ? ସେ ମଧ୍ୟ ଶୁଣିବାରେ ତତ୍ପର ବୋଲିକା ତ ସେ ଆମକୁ ଚାହୁଁଛନ୍ତି ଆମେ ସେୟା ହବା ନା ବୁଝିହେଲା ନା ନାଇଁ? ହଁ ବୁଝିଲା। ମୁଁ ଯାହା ନୁହେଁ ମୁଁ ତାହା କହିପାରିବି କି? କହିପାରିବିନି। ଯେତେବେଳେ ଏଇଟା ଈଶ୍ୱରଙ୍କର ବାକ୍ୟ ପବିତ୍ର ଆତ୍ମା ନିଜେ ତାକୁ ଲେଖୁଛନ୍ତି ସେ ଯାହା ସେ ସେଇଟାକୁ ହିଁ ଚାହୁଁଛନ୍ତି ଆମଠାରୁ ଅର୍ଥାତ ସେ ମଧ୍ୟ ଶୁଣିବାରେ ତତ୍ପର ଓ କହିବାରେ ଧୀର ଅଟନ୍ତି। କୋଉଠି ଅଛି ପବିତ୍ର ଆତ୍ମା ଅତି ଧୀର ସ୍ୱରରେ କହିଲେ ବୋଲି? ବାଇବଲ ଅନ୍ୟ କୋଉ ଜାଗାରେ ଲେଖା ହେଇଛି? ଗୋଟେ କ୍ଷୁଦ୍ର ଏଲିଓ ଯେତେବେଳେ ରାଇଟ ସେ ଗୁମ୍ଫା ଭିତରେ ଏଲିଓ ଭାବୁଥିଲେ ଯେ ଘଡଘଡି ଚଡଚଡି ପଥର ଭାଙ୍ଗିଲା ଆର୍ଥକ୍ୱେକ ହେଲା ତାରି ଭିତରେ ଈଶ୍ୱରଙ୍କ ବାକ୍ୟ ଥାଇପାରେ କିନ୍ତୁ ଗୋଟେ କ୍ଷୁଦ୍ର ଓ ଧୀର ରବ ଆସିଲା। ଏଠି ଯୋଉ ଆମେ ଦେଖୁଛୁ 19 ପଦଟା 1 ପର୍ବର ସମାନ ନୁହେଁ କି? ତାଙ୍କର ଯୋଉ ଗୁଣାବଳୀ ସେ ଚାହୁଁନାହାନ୍ତି କି ଆମେ ସେଇ ଗୁଣାବଳୀକୁ ଆମେ ଅନୁସରଣ କରିବା। ସେ ବି ତାମାନେ ସେ ବି କହିବାରେ ଧୀର। ଏଲିଓଙ୍କ ଦୃଷ୍ଟାନ୍ତରେ ଆମେ ଦେଖୁଛୁ ତାଙ୍କ କଥା ଗୁଡାକ ସେରକମ ଧୀର। ସେ ବି ଚାହୁଁଛନ୍ତି ଆମ କଥା ବି ସେମିତି ଧୀର ହବ। ହଁ ନା ନାଇଁ? ଏବେ ବୁଝିହେଲା ନା ନାଇଁ? ବୁଝିହେଲା। ପ୍ରାରମ୍ଭିକ ଭାବରେ ତ ଜଣା ପଡୁଛି ସେଟାକୁ ଆମକୁ କରିବାକୁ ପଡିବ ବା ଆମ ଜୀବନରେ ସେଟାକୁ ଦେଖିବାକୁ ପଡିବ କିନ୍ତୁ ଯିଏ ଲେଖୁଛନ୍ତି ସେ ସେମିତି ବୋଲିକା ତ ସେ ଚାହୁଁଛନ୍ତି ଆମେ ମଧ୍ୟ ସେୟା ହବା। ଆଉ ଗୋଟେ ଇନଷ୍ଟାନ୍ସ ଆମେ ଦେଖିବୁ ଏଲିଓଙ୍କର ସେ ଗୁମ୍ଫା ଭିତରୁ ଅର୍ଥାତ
ଯୋଉ ଈଶ୍ୱର ଆମମାନଙ୍କର ପ୍ରାର୍ଥନା ଶୁଣିବାରେ ତତ୍ପର, ତାକୁ ଏଭଳି ଭାବରେ ବିଶ୍ୱାସ କରିବା, ବୁଝିବା। ଆମେନ୍। ଆମେ କେତେବେଳେ କଥାବାର୍ତ୍ତା କରିଥାଉ ପ୍ରଭୁଙ୍କ ସାଙ୍ଗରେ, ବର୍ତ୍ତମାନ ଆମେ କଥାବାର୍ତ୍ତା କରୁଛୁ। ବାକ୍ୟ ପଠନରେ, ପ୍ରାର୍ଥନାରେ ଆମେ ପ୍ରଭୁଙ୍କ ସହିତ ଯୋଗାଯୋଗରେ ଅଛୁ। ତେମାନେ ଆମେ ଜାଣୁଛୁ ସେ ଶୁଣୁଛନ୍ତି ସବୁ ତତ୍ପର ଭାବରେ, ଭେରି ଆଟେଣ୍ଟିଭଲି। ତତ୍ପର କହିଲେ କଣ? ଭେରି ଆଟେଣ୍ଟିଭଲି, ମନୋଯୋଗ ସହକାରେ ଏବଂ ବହୁତ ଉତ୍ସାହ ସହିତ, କୌଣସି ଅଧୈର୍ଯ୍ୟ ନ ହେଇକିରି ସେ ଶୁଣୁଛନ୍ତି। ତାପରେ ଯିବା ଏଫିସି ତାର 1 ପର୍ବ 8 ପଦ। ଏଫିସି 1, ଯିଏ ପାଉଛନ୍ତି ପଢି ଦିଅନ୍ତୁ, ମୁଁ ଟିକେ ଖୋଜିବାରେ ମୋର କଷ୍ଟ ହଉଛି। ଏଫିସି 1 ପର୍ବର 8 ପଦ। କେତେ କହିଲେ? ଏଫିସି 1 ପର୍ବ 8 ର 8 ପଦ। ହଁ। ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। ଆଉ ଥରେ ପୁଣି କରନ୍ତୁ। ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। ଗୋଟେ ଅମାବାସ୍ୟା ଅଛି, ତା ନାଁ ହଉଛି ଖଡି ଚଢା ଅମାବାସ୍ୟା। ଜାଣିଛନ୍ତି କି, ଶୁଣିଛନ୍ତି ନା? ଆମର ଓଡିଶା କ୍ୟାଲେଣ୍ଡରରେ ପଡେ। ତାର ଠିକ ଟାଇମ ଅନୁସାରେ ସବୁ କାମ। ଦୁର୍ଗା ପୂଜା ହବାର ପୂର୍ବରୁ ତାର ଟାଇମ ବାଇ ଟାଇମ ତାର ସବୁ ପର୍ଯ୍ୟାୟକ୍ରମେ ତାଙ୍କର ସବୁ ସିଷ୍ଟମ ଅଛି। ଖଡି ଚଢା ଅମାବାସ୍ୟା ଦିନ ସେ ମୂର୍ତ୍ତି ସବୁ ପ୍ରସ୍ତୁତ ହେଇସାରିଥିବ। ସେଇଦିନ ପ୍ରଥମ ଥର କରିକି ହ୍ୱାଇଟ ରଙ୍ଗ ସେ ମୂର୍ତ୍ତି ଗୁଡାକ ଉପରେ ଚଢାଯିବ। ସେଥିପାଇଁ ସେ ଅମାବାସ୍ୟା କହନ୍ତି ଖଡି ଚଢା ଅମାବାସ୍ୟା। ଏଠି ଆମେ ଦେଖୁଛୁ ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମମାନଙ୍କ ପ୍ରତି ପ୍ରଚୁର କରିଛନ୍ତି। ଅର୍ଥାତ୍ ଆମକୁ ପ୍ରସ୍ତୁତ କରିବା ଭିତରେ ଆମକୁ ଜ୍ଞାନ ବି ଦଉଛନ୍ତି, ବୁଦ୍ଧି ବି ଦଉଛନ୍ତି। ଖଡିଚଡା ଅମାବାସ୍ୟାରୁ ଦଶହରାଟା କେତେ ଦିନ? କେବଳ 10 ଦିନ। ସେଇଠୁ 1 ତାରିଖରୁ ଗଣା ହବ, ତାପରେ ପ୍ରତିପଦରୁ ଗଣା ହବ 1। କିନ୍ତୁ ପ୍ରଭୁଙ୍କର କ୍ୟାଲେଣ୍ଡରରେ ପ୍ରଭୁ ଯୋଉ ଆମକୁ ପ୍ରସ୍ତୁତ କରୁଛନ୍ତି ଜ୍ଞାନ ଆଉ ବୁଦ୍ଧି, ଅନୁଗ୍ରହ, 3ଟା ବିଷୟ ଦେଇକି ଆମକୁ ସେ ପ୍ରସ୍ତୁତ କରୁଛନ୍ତି। ଏଟା କେତେ ଦିନ ପାଇଁ? କିଏ କହିପାରିବ? ଅନନ୍ତ ଜୀବନ ପାଇଁ। Thank you. Praise the Lord. No time limit is there. ତାଙ୍କର ଟାଇମ ଲିମିଟ ଥାଏ, ଏତିକି ଦିନ ଏତିକି ହବ, ଏତିକି କାମ ଏତିକି ହବ। କାହିଁକି ଟାଇମ ଲିମିଟ ପ୍ରଭୁ ରଖିନାହାନ୍ତି? ଆମମାନଙ୍କୁ ଯୋଉ ସେ ପ୍ରତିଦିନ ପ୍ରସ୍ତୁତ କରୁଛନ୍ତି, ମ୍ୟାଚୁରିଟି ଆଡକୁ ନଉଛନ୍ତି, why there is no time limit? କିଏ କହିବ? ନାଇଁ ତତେ 25 ମସିହାରେ ତୁ ଏମିତି ଥିଲୁ, 26ରେ ଏମିତି ହବୁ, 27ରେ ଏମିତି ହବୁ, 28ରେ ଏମିତି ହବୁ, 29ରେ ଏମିତି ହବୁ। ସେମିତି ରଖିଛନ୍ତି କି ପ୍ରଭୁ? ନାହିଁ। କାହିଁକି ରଖିନାହାନ୍ତି? କିଏ କହିପାରିବ? ଆମମାନଙ୍କୁ ସ୍ୱାଧୀନତା ବା ସ୍ୱଚ୍ଛନ୍ଦତା ଦେଇଛନ୍ତି। ସେ ଆମମାନଙ୍କୁ ସେ ସ୍ୱାଧୀନତା ବା ସ୍ୱଚ୍ଛନ୍ଦତା ଦେଇଛନ୍ତି। ସେ ମୋଟେ ଅଧୈର୍ଯ୍ୟ ହୁଅନ୍ତିନି। ଆମେ ଅଧୈର୍ଯ୍ୟ ହେଇଯାଉ। ପ୍ରଭୁ ମୋ ଜୀବନରେ ଏମିତି ଥିଲା, ମୁଁ କେତେ ସମୟ ବାଇବେଲ ପଢୁଥିଲି, ପ୍ରାର୍ଥନା ସମୟ କଟଉଥିଲି, ଆଉ ଆଜି ମୋର ଜୀବନରେ ଏମିତି ସ୍ଥାଣୁ ଅବସ୍ଥା ଆସିଯାଇଛି, ମୁଁ ତମ ସାଙ୍ଗରେ ସମୟ କଟେଇ ପାରୁନି। ଅନେକ ଲୋକଙ୍କୁ ମୁଁ ଶୁଣିଛି।
प्रभु केबे इम्पेशेंट की अधैर्य हुअन्ति कि नो से होउछन्ति दीर्घ सहिष्णु। दीटा गछ अछि सकाळु देखिबे आम घर आगे गोटे परिया वाला बड़ पाटी करके जाउथो कोशला शाग मेथी शाग अमुक शाग तमुक शाग आ परिवा गुराकर ना ना कोशला गोटे शाग से गोटे गछ ताको मूलर उपड़ा हुए से गोटे गछ ताल भी गोटे गछ नड़िया भी गोटे गछ बर भी गोटे गछ ओस्त भी गोटे गछ फरक कौन तांको भितरे कोशला शागटा केते दिन रे बना माटी रु बाहर आ खाइया पे उपयोगी हुए सप्ताह कि 10 दिन तापरे से माने ताको आनी के उपाड़ी करी बिक्री पाई का रेडी करंती गोटे नड़िया गछ गोटे ताଳ गछ केते समय लागे सेतिके हाइट भी जीवा पई बहुत वर्ष प्रभु हमको कोशला शाग परी बनाउचंती ना ताଳ गछ परिका बनाउचंती ताଳ गछ परी कोड लिखा है धार्मिक माने ताଳ गछ परी आम जीवन रे प्रभु केबे अधैर्य हुअन्ति से जानी जानूचंती जानिकी हमको पठेइचंती से एफएसी रो 1:11 पदरे जो ईश्वर अपना इच्छार संकल्पानुसार समस्त विषय साधन करती माने से प्लानिंग टा से करि सारिचंती प्रेज द लॉर्ड मो जीवन पे प्लानिंग प्रभु करि सारिचंती संकल्प अनुसार तांको अभिप्राय अनुसार के सुंदर सुंदर वर्ड देखंतु आमे माने पूर्वरु निरूपित हेलु जेपरि आमे ताଳ गछ होबो प्रेज द लॉर्ड प्रभु हमको एभଳି भाବରେ बनाउचंती आमे सूक्ष्म हेकिरी आ 2 दिन पर कटा हे जीवु उपड़ा हे जीवु तळी हे जीवु चक्टी हे जीवु सेमिति नाही अति पेशेंटली अति धैर्यर सहित से कौन करचंती हमको तांको मंगलमय इच्छा अनुसार ज्ञान बुद्धि अनुग्रह हमको देखि प्रचुर करचंती आ गोटे पद पढ़ी द्वितीय करंती तार 3 पद 18 पद सेकंड करंथियन चैप्टर 3 वर्स 18 के पारचंती पढ़ी दियंतु किंतु आम्भेमाने समस्ते अनाच्छादित मुखरे दर्पण रे देखिबा परि प्रभुंक गौरव देखु देखु गौरवयुक्त अवस्थार अधिक गौरवयुक्त अवस्था प्राप्त हुए ताहांको प्रतिमूर्ति रे परिवर्तित हेउअछु जेणु प्रभु जी आत्मा अटंती ताहांको ठारू एही सबु हेउअछि प्रभुंकर संकल्प जानले तो एफिसी रे हमें जानिथुलु तांको पूर्व अभिप्राय पूर्व संकल्प अनुसार से हमको प्रचुर अनुग्रह ज्ञान बुद्धि हमको देइचंती उद्देश्य कौन देखुचंती तो उद्देश्य होची हमने गौरवयुक्त अवस्था रो अधिक गौरवयुक्त अवस्था को प्रतिदिन जाउथवा केते सुंदर ईश्वर हमर तांको योजना केते सुंदर केते आनंद जे हमर जो होप भरोसा अच्छी से भरोसाटा साधा लोकों को हाथ रे नहीं सर्वपरिस्थ परात्पर ईश्वर सर्वशक्तिमान ईश्वर बलवान वीर प्रभु संग्राम रे वीर प्रभु तांको परि अद्वितीय केही नाही तांकरी हाथ रे अछि
से प्रति समय हमको गौरवयुक्त अवस्था आहरी अधिक गौरवयुक्त अवस्था को से नहीं चली जाते। हमने आसीनु जे टिके भूल भाल हेले प्रभु ओपाड़ी देवे हमको, ओपाड़ी देवे हमको, क्लास रू बाहर कर देवे। जो माने टीचर अच्छा सब जानते टीचर माने केते पिला मन को क्लास रू बाहर कर दियंती, तांको सब पनिशमेंट। अब आजकल आ पनिशमेंट नाही, पनिशमेंट दियंती। से हमर प्रभु सही टाइप रो नहोती, से हमको गौरवयुक्त अवस्था रू अधिक गौरवयुक्त अवस्था प्राप्त हो तांकर मूर्ति रे जिमती आमने परिवर्तित हबा से प्रतिदिन तांका आत्मा द्वारा से आम पई कार्य करछथि। आमे थर थरे भाबुथबो हमनक जीवनटा वेस्ट हे गला, हमने आगो परिका प्रभु सहित लागी कि रहू, हमर आद्य प्रेम आमे भूली सारिछु। हे पारे सब हे पारे, किंतु प्रभु छाडू ना, से तांको कार्य रे लागी छथि। एफिसी रे आमे पढिलु हमन को अनुग्रह ज्ञान बुद्धि रे से प्रचुर भाव रे भर्ती करिया को चाहउछथि। ओ जेंति उदाहरण दउतली खड़ी चढ़ा अमावास्या, तेणु से टाइम लिमिट थाए, एते टाइम रे कामटा सचिव पुणी तापरे ए मो प्रभु को पाखरे टाइम नहीं। केते धैर्य तांकर, प्रेज द लॉर्ड, हालेलुया। केते आनंद लगे ना ये सब विषय डिस्कशन कले। मो प्रभु को पाखरे एते आनंद अछि, मो प्रति तांकर एते दया अछि, एते प्रेम अछि, से केबे हेले धैर्यहरा होना। मो जीवन दुर्बलता आसुची, भूलभाल मो करि पकोछि, प्रेम शिथिल हो जाउछि, किंतु से कौन कर चलचंती गौरवयुक्त अवस्था को मते रूपांतरित प्रतिदिन करूचंती। हालेलुया, प्रेज द लॉर्ड, प्रेज द लॉर्ड। तापर हमें देखियो एफएससी 4 पर्वर 22 पद। एफएससी 4 पर्वर 22। ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ, ପୁଣି ଈଶ୍ୱର ଖ୍ରୀଷ୍ଟଙ୍କ ଠାରେ ତୁମ୍ଭମାନେ ଯେପରି ठीक है କ୍ଷମା ठीक है ठीक है ठीक है ठीक है। हमें अभिका गोटे जाकुबरू आ गोटे ट्रांसलेशन कर ଆଉ ପରସ୍ପର ଆଉ ପ୍ରତି परस्पर प्रति सदय सदय होता हो। माने कौन? श्याम प्रति सदय। ସଦୟ। Praise the Lord. से सदय बोली तो से चाहते आमे से हवा ना, से कौन जदि एठानते दुष्ट से कौन चाहते आमे सदय हो बोली ना। परमेश्वर को गुण होची से सदय, से कोमल हृदय तांकर, से तुमान को क्षमा करुछंती। सेठी आमे देखिलु से आमन को प्रार्थना सुनिबारे तत्पर, कहिबारे धीर। एठी आमे देखुछु तांकर हृदयटा अति कोमल। प्रेज द लॉर्ड। से भले ईश्वर पाखक आम आसीछु, से जहा कहउचंती आमे हबो बोलिका निश्चित तांकर सही निश्चित से बोलिका तो से चाहउचंती आमे हबो से बोलिका। तेणु जो ईश्वर को आमे प्रेम करछु केते कोमल हृदय तांकर चिंता करत। तापर आमे देखिबा माथ्यू 11:28 ना 11:29 पढ़ନ୍ତୁ। ମୋହର ଜୁଆଳି ଆପଣା ଆପଣା ଉପରେ ଘେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ରଚିତ, ଆଉ ତୁମ୍ଭେମାନେ ବାସ୍। ଆପଣା ଆପଣା। ସେ ମାଥ୍ୟୁ 11:29 ଆଉ ଏଫିସି 4:32 को मिसे की पढ़ल। अरे वाक्य संगे खेल भारी मजा लगे। ମୋ ନିକଟରୁ ଶିଖ, हाँ आरंभ कर। मोहर जुआली
କାରଣ ମୁଁ ମୋହର ଜୁଆଳି ନା ମୋହର କୁହ। ମୋହର ଜୁଆଳି ଆପଣା ଆପଣା ଉପରେ ଖେନ, ପୁଣି ମୋ ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ନମ୍ରଚିତ। ମୋର କୋମଳ ହୃଦୟ, Praise ମୋର ହୃଦୟ କୋମଳ, ଆଉ ମୁଁ ତମାନଙ୍କ ପ୍ରତି ସଦୟ। ବାକ୍ୟକୁ ବାକ୍ୟ ସାଙ୍ଗରେ ମିଶେଇକି ପଢ, ବଢିଆ ମଜା ଲାଗିବ। ଏଇ ବାକ୍ୟରେ ଯେତେ ଆନନ୍ଦ ଅଛି ଆଉ କୋଉଠି ଅଛି? କୋଉଠି ନାହିଁ। ତା ସାଙ୍ଗରେ ପୁଣି ପଢିବା ପ୍ରଥମ କରନ୍ତି 13 ପର୍ବର 4 ପଦ। ପ୍ରଥମ କରନ୍ତି 13 ପର୍ବର 4 ପଦ। ପ୍ରେମ ଦୀର୍ଘ ସହିଷ୍ଣୁ, ପ୍ରେମ ହିତଜନକ, ଈର୍ଷା କରେ ନାହିଁ, ଆତ୍ମବର୍ଣ୍ଣନା କରେ ନାହିଁ। ପୁଣି ଆସାଙ୍ଗେ ମିଶେଇକି ପଢ। ସେ ମୋହର ଆମକୁ- ଜୁଆଳି ସହଜ, ମୋହର ସେ ଜୁଆଳି- ପ୍ରେମ ଯୋଉଟା ସେଟା ତାଙ୍କ ସାଙ୍ଗେ ମିଶାଅ। ଆଉ ତାଙ୍କ ପ୍ରେମ ହିତଜନକ, ଈର୍ଷା ମୁଁ କରେ ନାହିଁ। ହିତଜନକ, ମୁଁ ହିତଜନକ, ମୁଁ ଈର୍ଷା କରେ ନାହିଁ, ମୁଁ ଈର୍ଷା କରେ ନାହିଁ। ଆତ୍ମବଡ଼ିମା କରେ ନାହିଁ, ବାସ୍, ମୋର ଈଶ୍ୱରଙ୍କର ଗୁଣାବଳୀ କେତେ ଅହଙ୍କାର ଦେଖ। କରେ ନାହିଁ। ସେଇ ରକମ ଜୁଆଳିକୁ ତୁମାନଙ୍କ ଉପରେ ପକାଅ। ତୁମାନଙ୍କର ହେଭି ଜୁଆଳିକୁ ମତେ ଦେଇଦିଅ। ମୋର ଏଇ ଯୋଉ ସହଜିଆ ଜୁଆଳି ତାକୁ ପକାଅ। Praise the Lord. ସୁନ୍ଦର ବାକ୍ୟ। Praise the Lord. ତାପରେ ଆମେ ଦେଖିବା ଗୀତ ସଂହିତା 63 ପର୍ବର 8 ପଦ। Psalms chapter 63 verse 8। ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ, ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ। ପ୍ରଭୁଙ୍କର ଦକ୍ଷିଣ ହସ୍ତ ଆମକୁ ଧରି ରଖନ୍ତି। ତାଙ୍କର ପ୍ରାଣ ଆମ ପଛେ ପଛେ ଲାଗିଥାଏ। ଆମ ପଛେ ପଛେ ଲାଗିଥାଏ। ଆଉ ଗୋଟେ ଗୁଣାବଳୀ ଦେଖ, ମାନେ ଆମେ ଯେତେବେଳେ ବି ଭାବୁଛେ ଆମେ ହଉଛୁ ଏକୁଟିଆ, ଜଗତରେ ଆମର କେହି ନାହିଁ, ଆମ କଷ୍ଟକୁ କେହି ଦେଖୁନି, ଆମମାନଙ୍କର ଅଭାବ ସମୟରେ କେହି ଆମକୁ ପଚାରୁନି, ତାଙ୍କ ହସ୍ତ ଆମ ପଛରେ ଅଛି। Praise the Lord. କି ପ୍ରେମମୟ ଈଶ୍ୱର, କି ଜ୍ଞାନମୟ ଈଶ୍ୱର। ଆମେ କେତେ ତାଙ୍କର ସେ ପ୍ରେମ ଭିତରେ ବାନ୍ଧି ହେଇକି ରହୁଛୁ। ଅତି ସୁନ୍ଦର। ରୋମୀ 5 ପର୍ବର 17 ପଦ ପଢ। abundance of grace ଦେଇଛନ୍ତି। କେତେ ସୁନ୍ଦର ସୁନ୍ଦର ବିଷୟ ପ୍ରଭୁ ଆମକୁ ଦେଇଛନ୍ତି। ଆମେ ବହୁତ ସମୟରେ ଆମର ନିଜର ଦୁର୍ବଳତା ପାଇଁକା ଦୁଃଖ ପ୍ରକାଶ କରୁ, କିନ୍ତୁ ଯେତେବେଳେ ପ୍ରଭୁଙ୍କର ଏସବୁ ଗୁଣାବଳୀକୁ ଦେଖିବା, ସେ କହିବାରେ ଧୀର, ଶୁଣିବାରେ ତତ୍ପର, ତାଙ୍କ ବୟସ ହଉଛି, ତାଙ୍କର ହୃଦୟ ହଉଛି କୋମଳ, ଆଉ ସେ ଆମମାନଙ୍କୁ କ୍ଷମା ଦିଅନ୍ତି। ଅବିକା ଆମେ ଦେଖୁଛୁ ସେ ତାଙ୍କର ଅନୁଗ୍ରହ ଆମ ପାଇଁକା ପ୍ରଚୁର ହେଇକି ଅଛି। କେତେ ଆନନ୍ଦ ଲାଗେ ଯୋଉ ପ୍ରଭୁଙ୍କୁ ଆମେ ସେବା କରୁଛୁ। ଏଫିସି 6 ପର୍ବର 4 ପଦ। Ephesians chapter 6 verse 4। ପୁଣି ହେ ପିତାମାନେ ଆପଣା ଆପଣା ପିଲାମାନଙ୍କୁ ବିରକ୍ତ କର ନାହିଁ, ମାତ୍ର ସେମାନଙ୍କୁ ପ୍ରଭୁଙ୍କ ଶିକ୍ଷା ଓ ଚେତନା ଦ୍ୱାରା ପ୍ରତିପାଳନ କର। ପ୍ରଭୁଙ୍କ ଗୁଣ ସେଇଟା। Praise the Lord. ସେ କାହିଁକି ଆମକୁ କହୁଛନ୍ତି, ସେଟା ତାଙ୍କର ଗୁଣ। ସେ ଆମକୁ ଶିକ୍ଷା ସବୁବେଳେ ଦିଅନ୍ତି ଏଇଥିପାଇଁକା, ଆଉ ଚେତନା ବି ଦିଅନ୍ତି। Praise the Lord. Praise the Lord. ବାପା ମାନଠୁ ଯୋଉଟା ଆଶା କରନ୍ତି ସେ ନିଜେ ସେଇଆ। ପ୍ରଭୁ ଆମକୁ ଏତେ ଗୁଡାକ ଶିକ୍ଷା ଆଉ ଚେତନା ଏଇଥିପାଇଁକା ଦଉଛନ୍ତି ଯେ ଆମକୁ ସେଇ 2 Corinthians 3 ପର୍ବର 18 ପଦ ହଉଛି ଆମର ଆଜି ଗାଇଡଲାଇନ। ଗୌରବମୟ ଅବସ୍ଥାରୁ ଅଧିକ ଗୌରବମୟ ଅବସ୍ଥାକୁ ସେ ଆମକୁ ରୂପାନ୍ତରିତ କରୁଛନ୍ତି, ପରିବର୍ତ୍ତିତ କରୁଛନ୍ତି।
ଯେ ପର୍ଯ୍ୟନ୍ତ ମାନେ ତାଙ୍କ ପୁତ୍ରର ପରୀକ୍ଷା ନ ହେଇଛୁ। ଶିକ୍ଷା ବି ଦଉଛନ୍ତି, ଚେତନା ବି ଦଉଛନ୍ତି, ଜ୍ଞାନ ବି ଦଉଛନ୍ତି, ଅନୁଗ୍ରହ ବି ଦଉଛନ୍ତି, ଶିକ୍ଷା ଦଉଛନ୍ତି। ପ୍ରଭୁଙ୍କର ଯୋଜନା ଦେଖନ୍ତୁ, ଆମମାନଙ୍କୁ ଛାଡିକି ସେ ଚାଲି ଯାଉନାହାନ୍ତି। ୱଣ୍ଡରଫୁଲ ୱଣ୍ଡରଫୁଲ ଗଡ୍। ଦ୍ୱିତୀୟ ପିତର 3 ପର୍ବର 9 ଆଉ 15 ପଦ। ଦ୍ୱିତୀୟ ପିତର ବିଳମ୍ବ ସେକେଣ୍ଡ ବୋଲି ପିଟର ନ ଆଉ କେତେ 15। ହଁ ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ। କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଆମେ କେତେ ନିଜ ଉପରେ ବି ଅଧୈର୍ଯ୍ୟ ହେଇଯାଉ। କେତେ ସୁନ୍ଦର ବାକ୍ୟ, କେହି ଯେପରି ବିନଷ୍ଟ ହେବେ। କାରଣ ସେ ଅନନ୍ତ ଜୀବନ ପାଇଁ ଆମକୁ ପ୍ରସ୍ତୁତ କରୁଛନ୍ତି। ଟାଇମ ଲିମିଟ କିଛି ନାହିଁ। He is preparing us. ବର୍ତ୍ତମାନ ଆମେ ଯୋଉ ତାଙ୍କ ବାକ୍ୟକୁ ଆଲୋଚନା କରୁଛୁ, He is preparing us. ଦୀର୍ଘ ସହିଷ୍ଣୁ ଅଟନ୍ତି। ଗୋଟିଏ ଆତ୍ମା ତାଙ୍କ ପାଇଁକା କେତେ ମୂଲ୍ୟବାନ। ଗୋଟିଏ ଆତ୍ମା ବି ବିନଷ୍ଟ ହବନି। ୱଣ୍ଡରଫୁଲ ଗଡ୍। କିଛି ଅଧୈର୍ଯ୍ୟ ବି ନୁହଁ। ଆମେ କେତେ ଅଧୈର୍ଯ୍ୟ ହେଇଯାଉ, କିଛି ଗୋଟେ ଭୁଲ ଭାଲ ହେଇଗଲେ ବ୍ୟସ୍ତ ହେଇପଡୁ। ଆମର ଈଶ୍ୱରଙ୍କୁ ଦେଖନ୍ତୁ, ଦୀର୍ଘ ସହିଷ୍ଣୁ ହେଇକି ସେ ଅପେକ୍ଷା କରିଛନ୍ତି। ତାଙ୍କ ହୃଦୟର କ୍ୱାଲିଟି ଆମେ ଦେଖିଲୁ, ତାଙ୍କର ପ୍ରେମ ଭରା ଚିନ୍ତାଧାରାକୁ ଆମେ ଦେଖିଲୁ। ସେ ଗୋଟେ ଗୁରୁ ହିସାବରେ ଶିକ୍ଷା ବି ଦିଅନ୍ତି, ଚେତନା ବି ଦିଅନ୍ତି। ଗୋଟେ ଗାଇଡ ପରୀକ୍ଷା ତାଙ୍କ ହାତ ଆମ ସାଙ୍ଗେ ସାଙ୍ଗେ ଚାଲିଥାଏ। ଯେମିତି ଆମେ କୌଣସି ଅସୁବିଧାରେ ପଡିଲେ ସେ ଧରିବେ। What a God we have. Praise the Lord. ଆମେ ଯେତେବେଳେ ପ୍ରଭୁଙ୍କର ଏ ସବୁ ଜିନିଷ ଗୁଡାକ ଚିନ୍ତା କରୁ, ମନରେ ଆନନ୍ଦ ଆସେ, ଉତ୍ସାହ ଆସେ ଯେ ପ୍ରଭୁ ଆମମାନଙ୍କୁ ଗୋଟେ ଏତେ ସୁନ୍ଦର ଈଶ୍ୱରଙ୍କ ସହିତ ମିଳେଇଛନ୍ତି। ପୂର୍ବରୁ ଆମେ ଶତ୍ରୁ ଥିଲୁ, ଏଦନ ଉଦ୍ୟାନରୁ ଅବାଧ୍ୟ ହେଇକି ଶତ୍ରୁ ହେଇଯାଇଥିଲୁ। କିନ୍ତୁ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଯେ ତ୍ରାଣକର୍ତ୍ତା, ସେ ଆମମାନଙ୍କୁ ଈଶ୍ୱରଙ୍କ ସହିତ ଆମମାନଙ୍କୁ ମିଳେଇଛନ୍ତି। ଆମେ ଶାନ୍ତିରେ ଅଛୁ ଈଶ୍ୱରଙ୍କ ସହିତ। ଆଉ ତାଙ୍କର ଯେତିକି ଉତ୍ତମ ଗୁଣାବଳୀର ଅଧିକାରୀ ଆମେ ହେଇଛୁ। କମ ଭାଗ୍ୟବାନ ଆମେ। ମୁଁ ଯେତେବେଳେ ସେ ଚିନ୍ତା କରେ, ମୋ ହୃଦୟ ନାଚି ଉଠେ। How great thou art, how great thou. Then sings my soul, my God, how great thou art, how great thou. ପ୍ରଭୁ ଏହି ସଂକ୍ଷିପ୍ତ ଚିନ୍ତାଧାରା ଉପରେ ଆଶୀର୍ବାଦ କରନ୍ତୁ। God bless you all. Thank you very much. Amen. Praise the Lord. Amen. Amen.